ଗତକାଲି ରାତିରେ 11ଟା ବେଳେ ମୁଁ ଶୋଇଛି। ଶୋଇଲା ବେଳେ ସବୁ ମୁଁ ବାହାରେ ଚାପି ପକେଇକି ମନ୍ଦିର ଚାପି ପକେଇକି ଶୋଇଛି। ସେତେବେଳେ କୌଣସି ଶୋକ ଶବ୍ଦ ନାହିଁ। କିନ୍ତୁ ସକାଳ ବେଳା ମୁଁ 5ଟା ବେଳେ ଉଠିକି ଭିତରେ ରୁମ୍ ଭିତରେ ଅଛି। ସାମ୍ନାରେ ଜଣେ ମାଉସୀ ଆସି ମୋତେ ଡାକିଲେ ଯେ ନନା ଏମିତି ଏମିତି କ'ଣ ଚୋରି ହେଇଛି ଆମର ମଦନମୋହନ ମନ୍ଦିରରେ, ଆପଣ ଗେଟ୍ ଖୋଲନ୍ତୁ ଦେଖିବା କ'ଣ ହେଇଛି। ଆଉ ମୁଁ ଆସି ଯେତେବେଳେ ରୁମ୍ କବାଟ ଖୋଲୁଛି ଦେଖିଲା ବାହାର ପଟରୁ କବାଟ ଅଲରେଡ଼ି ଦିଆହେଇଛି। ମୁଁ ସେଠୁ ଫେର ସେପଟେ ତାଙ୍କୁ ଚାବି ଦେଲି, ସେମାନେ ଚାବି ଖୋଲିକି ମୋତେ ପଦାରୁ ବାହାର କଲେ ଆଗେ ଭିତରୁ। ଆଉ ତାପରେ ଦେଖିଲା ବେଳକୁ ମନ୍ଦିରର ହୁଣ୍ଡି ବାକ୍ସ ଆଗରେ ନାହିଁ, ଆଉ ପଛପଟରେ ଗେଟ୍ର ଚାବି ଭଙ୍ଗା ହେଇଛି। ଚାବି ଭଙ୍ଗା ହେବା ଦ୍ୱାରା ଭିତର କବାଟ ଖୋଲା ଅଛି। ଭିତରକୁ ତ ଆମେ ଏପର୍ଯ୍ୟନ୍ତ ଯାଇନୁ ନା, ଯେହେତୁ ଆମର ପୋଲିସ କେସ୍ କରିବା ପାଇଁ ଆମେ ଟାର୍ଗେଟ ଯାଇଛେ, ଅଲରେଡ଼ି ଏଫଆଇଆର ଦେଇ ସାରିଲୁଣି। ତ ସେମାନେ ଆସିଲା ପରେ ଆମେ ଯାହା ଭିତରକୁ ଯିବୁ, ସେଥିପାଇଁ ଆମେ ଭିତରକୁ ଏପର୍ଯ୍ୟନ୍ତ ଯାଇନାହୁଁ। ଗତକାଲି ରାତିରେ ଆମର ମନ୍ଦିର ଭାଙ୍ଗି ତାଲା ଭାଙ୍ଗିକି ଠାକୁରଙ୍କର ଗହଣା ରୂପା ସୁନା ଗହଣା ସବୁ ନେଇଯାଇଛନ୍ତି। ଆଉ ନନା ଯୋଉ ଘରେ ଶୋଉଛନ୍ତି ତାଙ୍କ ବାହାର ପଟରୁ କବାଟ ଦେଇ ଦେଇଛନ୍ତି। ଆଉ କେହି ଜାଣିପାରୁନାହାନ୍ତି। କାଲି ବୋଧେ ମଧ୍ୟରାତ୍ରିର ବୋଧେ ଏ କାମ ହେଇଛି। 12ଟା ପର୍ଯ୍ୟନ୍ତ ଆମେ ସବୁ ଥିଲୁ। 12ଟା ମଧ୍ୟରେ କିଛି ନୁହେଁ, ତାପରେ ଏ ଘଟଣା ହେଇଛି। ଆଉ ଏଠି ପୋଲିସର ସୁରକ୍ଷା ମଧ୍ୟ କିଛି ନାହିଁ, ପେଟ୍ରୋଲିଂ ଏଠି କିଛି ହଉନାହିଁ। ଆଉ ତେଣୁକରି ବର୍ଷକ ତଳେ ଆମର ମହାଦେବ ମନ୍ଦିରରୁ ମଧ୍ୟ ଚୋରି ହେଇଯାଇଥିଲା। ଆଉ ତାର ଦାନ ବାକ୍ସ ନେଇକି ପଡ଼ିଆରେ ନେଇକି ପକେଇଛନ୍ତି। ଆଉ ୟାର ଆମେ ଯାହା ଆପାତତଃ ଦେଖୁଛୁ ବର୍ତ୍ତମାନ ଠାକୁରଙ୍କର ଗହଣା ଯୋଉ ମୁକୁଟ, ରାଧାରାଣୀଙ୍କର ପାଉଁଜି ବାଲା ଏସବୁ ନେଇଯାଇଛନ୍ତି। ଆଉ ହୁଣ୍ଡି ବାକ୍ସ ନେଇଯାଇଛନ୍ତି, ଭାଙ୍ଗି ଦେଇକି ତାର ପଇସା ପତ୍ର ସବୁ ନେଇଯାଇକି ତାକୁ ପଡ଼ିଆରେ ପକେଇଛନ୍ତି। ଆନୁମାନିକ ମୂଲ୍ୟ ପ୍ରାୟ 30ରୁ 40 ହଜାର ଟଙ୍କା ହବ। ମନ୍ଦିରର ପ୍ରତ୍ୟେକ ଦିନ ଯେମିତି ନୀତିକାନ୍ତି ସରେ, ନୀତିକାନ୍ତି ସରିଲା ପରେ ରବିବାର ଥିଲା, ରବିବାର ଦିନ ଗୋଟେ ବିଶେଷ ଭଜନ କାର୍ଯ୍ୟକ୍ରମ ହୁଏ। ସରିଲା ପରେ ଠାକୁରଙ୍କ ପହଡ଼ ଦିଆ ହେଇକି ଯେ ଯାହାର ଘରକୁ ଗଲେ। ରାତି ଭୋରୁ ଯେତେବେଳେ ମନ୍ଦିର ମାର୍ଜନା କରିବା ପାଇଁ ଆସିଲା, ଜଣେ ଖରକେଇବା ପାଇଁ ଆସିଲା, ଦେଖିଲା ବେଳକୁ ବାହାର ପଟୁ ଆମ ମନ୍ଦିର ନନା ଯିଏ ତାର କବାଟ ବାହାର ବନ୍ଧା ହେଇଛି। ସେ ତାକୁ ଡାକିଲା, ସିଏ ଆବାଜ ଶୁଣିକି ପଚାରିଲା ବାହାର କ'ଣ ଦିଆହେଇଛି। ସେଠୁ ଖୋଲିଲା ପରେ ଦେଖିଲା ବେଳକୁ ମନ୍ଦିର ତାଲା କଟା ହେଇଛି, ଦାନ ବାକ୍ସ ନାହିଁ। ଆଉ ମନ୍ଦିର ଭିତରେ କିଛି ନାହିଁ ଜିନିଷ, ଦାନ ବାକ୍ସ ନାହିଁ। ଆଉ ପାଖ ମନ୍ଦିର ମଧ୍ୟ ସେଇ ଅବସ୍ଥା, ସବୁ ଚାରିଆଡୁ ସିଲ୍ କରିଦେଇଛନ୍ତି, ବାହାରୁ ବନ୍ଦ କରିଦେଇଛନ୍ତି। 2ଟା ମନ୍ଦିର ଏଠି ଚୋରି ହେଇଛି।